श्री श्री परम ब्रह्मणे नमः। श्री श्री राधाष्टमी व्रत भाद्रे मासे शीते पक्षे रक्षानु राधा संज्ञाने अष्टम्यां भानुवारे च दिन मध्ये तिशोभने वृषभानु गृहे जन्मं राधाया सुमनोहरम्। आसन्तु श्री राधांकर स्तुति पाठ करिबा। जय जय मा श्री राधा अजनी संभूता, जय जय मा श्री राधा पद्म पुष्प जाता, रासेश्वरी कृष्ण कांता जगत जननी, कृष्ण वक्षस्थल स्थिता सत्य सनातनी, ब्रह्मस्वरूपिणी तु हि निर्लिप्ता निर्गुणा, वृंदावन विहरिणी संगे गोपांगना, वृषभानुसुता मागो शांति प्रदायिनी, सानंदा परमानंदा गोप विहरिणी, कलावती कन्यानंद नंदन कामिनी, रम्या रासोद्भवा कोमलांगी पिनस्तनी, कृष्ण प्राणाधिका देवी श्री गोप मातृका, जय आदि माता मर्त्य बासिनी गोपिका, भारा उश्वासिबा अर्थे वैकुंठ तेजिणा, मर्त्य अवतरी कर नित्य क्रीडामान, श्री कृष्णଙ୍କ संगे तुम नाम कुजे जन, मुखे नीति गाए अटे धन्यता जीवन, ब्रह्म हत्या स्त्री हत्या आदि जेते पाप, तुम्भ नाम गाई मागो खंडी जाए साप, साक्षातरे लक्ष्मी तुमे माता वसुंधरा, त्रेता जुगे तोर नाम अटई त्रिपुरा, विपद भंजनी मागो संसार पालिनी, अरक्षित जन आश्रा तोपण तकानी, किंचितरे कृपा नेत्रे चाहे थाओ मात, तुम्भ नाम गाउअछि मुहि अरक्षित। प्रथम अध्याय। ओम श्री राधिकां समृद्धिस्य सर्व पाप प्रशान्तये उपवासं करिष्यामि, राधाष्टम्यां नभस्याहम्, आजन्म मरणं यावत् जन्मयादुष्कृतं कृत्यं, त्वत्प्राणासाय राधिके प्रसाद परमेश्वरी, शुण सुजने देई मन कहिबा अपूर्व विधान, राधांक जन्म समाचार श्रवण करी तर नर, एकई दिन द्वारकारे रतन सिंहासन परे बसिण थिले जगन्नाथ, मनरे होई आनंदित, एहि समय तांको पास रुक्मिणी होइले प्रवेश, आवर सर्व पाट बंशी मिलिले एक एक आसी, ताहांको देखि जनार्दन पुछिले गमन कारण,
ରୁକ୍ମିଣୀ ଯୋଡ଼ିବେନି କର, ବୋଇଲେ ବଚନ ମଧୁର। ଭୋ ପ୍ରାଣନାଥ ଆମ୍ଭ ପରେ, ଦୟାବହୀନ କୁହ ବାରେ। ଆଜି ଯେ ରାଧାଷ୍ଟମୀ ବ୍ରତ, ରାଜ୍ୟରେ ହୁଅ ପାଳିତ। ତାହାର ସର୍ବ ବିବରଣ, ଶୁଣିବା ପାଇଁ ବଳେ ମନ। ସେ ରାଧା ଦେବୀ କାହା ଘରେ, ଜନ୍ମ ଲଭିଲେ କେଉଁଠାରେ। କାହିଁକି ମର୍ତ୍ତ୍ୟ ହେଲେ ଜାତ, ତାହା ବିସ୍ତାରି କୁହ ନାଥ। କେବଳ ମହିମା ତାଙ୍କର, କେଉଁ ଅଂଶରେ ଅବତାର। ଶୁଣିବା ପାଇଁ ବଳେ ମନ, ବାସରେ ସଦୟ ହୀନ। କୁହନ୍ତୁ ସକଳ ବିଷୟ, ମନରୁ ଛାଡ଼ିବ ସନ୍ଦେହ। ଏମନ୍ତ କହିଣ ରୁକ୍ମିଣୀ, ମୌନ ହେଲେ କ୍ଷେତ୍ରମଣି। ଶ୍ରୀକୃଷ୍ଣ ଉବାଚ ରୁକ୍ମିଣୀ ବଚନେ ଗୋବିନ୍ଦ, ମନରେ ହୋଇଣ ଆନନ୍ଦ। ବୋଇଲେ ଶୁଣ ପାଟ ବଂଶୀ, ଯାହା ପୁଛିଲ ହେଲି ଖୁସି। ରାଧାଙ୍କ ଜନ୍ମ ସମାଚାର, ଆବର ମହିମା ତାଙ୍କର। ବର୍ଣ୍ଣନା କରିବାର ପାଇଁ, ବିଧାତା ସକ୍ଷମ ନୁହଁଇ। ଶଙ୍କର ସଦା କରି ତପ, ନ ଜାଣେ ରାଧାଙ୍କ ସ୍ୱରୂପ। ତୁମ୍ଭେ ଯଦ୍ୟପି ଜାଣିବାକୁ, ଆସିଛ ମୋହର ପାଶକୁ। ତାହେଲେ ଯାହା ଜାଣେ ମୁହିଁ, କହିବି ଶୁଣ ମନ ଦେଇ। ରାଧା ବୋଲି ଯେ ଦିଅ ଅକ୍ଷର, ସକଳ ପରେ ଅଟେ ସାର। ସେ ରାଧା ଠାରୁ ସର୍ବ ସୃଷ୍ଟି, ଜନମିଛନ୍ତି ପରମେଷ୍ଟି। ଦେଖ ଏ ଯେତେ ଜଳସ୍ଥଳ, ରାଧାଙ୍କ ଠାରୁ ଏ ସକଳ। ଉତ୍ପତ୍ତି ହୋଇଅଛି ଜାଣ, ଆକାଶ ନଳ ପବନ। ଆବର ଚନ୍ଦ୍ର ଦିବାକର, ଇନ୍ଦ୍ରାଦି ସକଳ ମର। ରାଧାରାଣୀଙ୍କ ଠାରୁ ଜାତ, ଜନମିଛନ୍ତି ପଞ୍ଚଭୂତ। ଏହି ପ୍ରକାରେ ତୁମ୍ଭ ନେତ୍ରେ, ଜଗତେ ଦେଖୁଅଛ ଯେତେ। ସମସ୍ତ ସୃଷ୍ଟି ତାହାଙ୍କର, ବର୍ଣ୍ଣିବି କି ଗୁଣ ତାଙ୍କର। ଶୂନ୍ୟ ଶୂନ୍ୟ ଯେ ମହାଶୂନ୍ୟ, ତା ମଧ୍ୟେ ବି ଯେ ନିରଞ୍ଜନ। ସେ ନିରଞ୍ଜନ ପରେ ଜାଣ, ନିରାକାରଙ୍କର ଆସ୍ଥାନ। ନିରାକାରଙ୍କ ପରେ ସେହି, ଶୁକ୍ଳାମ୍ବର ଯେ ଛନ୍ତି ରହି। ତାପରେ ଶଶୀ ବର୍ଣ୍ଣିଛନ୍ତି, ନାହିଁ ତାଙ୍କର ରୂପ କାନ୍ତି। ଅରୂପେ କରନ୍ତି ବିହାର, ଅବନୀ ମଣ୍ଡଳ ମଧ୍ୟର। ସେଠାରେ ଯେଉଁ ପୁର ଅଛି, ବରଣି ନ ପାରିବି କିଛି। ତହିଁରେ ଅରୂପ ବିହାରୀ, ଅଛନ୍ତି ଜାଣ ବିଜେ କରି। ସେ ପୁର ମହିମା ଅପାର, ବର୍ଣ୍ଣିବା ଶକ୍ତି ନାହିଁ କାର। ତା ମଧ୍ୟେ ବିଜେ ପୂର୍ଣ୍ଣ ବ୍ରହ୍ମ, ପୁରୁଷ ମାନଙ୍କ ଉତ୍ତମ। ବିଜୟ କହିଛନ୍ତି ଜାଣ, ସର୍ବଦା ଲାଗିଛି ଭଜନ। ରୋଗ ଶୋକ ଯେ ଜରା ମୃତ, ସେଠାରେ ନାହିଁ ତିଳେ ମାତ୍ର। ଆବର ଦିବସ ରଜନୀ, ନ ହୁଏ
ସେ ଠାବରେ ଜାଣେ ମଳୟ ବହେ ଅବିରତ କୁସୁମେ ଭୃଙ୍ଗ ହୁଅନ୍ତି ମତ ଚନ୍ଦ୍ର ଉଦିଆ ଜଳେ ତହିଁ ମାଣିକ୍ୟ ଦୀପ ଯେ ଜଳଇ ଆବର ରତନର ପୁର ଖୁମ୍ବ ନ ଥାଇ ସେତିଆର ଆଡ଼ ଦୀର୍ଘତା ନହେ କଳି ମଧ୍ୟେ ଅଛଇ ରାସସ୍ଥଳୀ ସେ ରାସସ୍ଥଳୀର ମହିମା ବରଣୀ ନ ପାରିବେ ବ୍ରହ୍ମା ତା ମଧ୍ୟେ ରତ୍ନ ବେଦିସାର ବିଚିତ୍ର ଭାବେ ସେ ତିଆର ହୀରା ନୀଳା ଯେ ବୈଡୂର୍ଯ୍ୟ ହୋଇଛି ନାନା କାରୁକାର୍ଯ୍ୟ କେବଳ ବିନ୍ଧାଣ ତାହାରେ ଗଢ଼ିଛି କେବଳ ଯନ୍ତ୍ରରେ କିପରି କରିଛି ତୟାର ଦେଖିଲେ ଚକ୍ଷୁ ହେବ ସ୍ଥିର ଏମନ୍ତ ଯେଉଁ ବେଦି ଗୋଟି ତହିଁ ବିଜୟ ପରମେଷ୍ଟି ଶୂନ୍ୟ ଆସନେ ବିଜେ କରି ଅଛନ୍ତି ଶ୍ରୀରାଧାଙ୍କୁ ଧରି ଯୋଗମାୟା ଯେ ତାହାଙ୍କର ବହନ କରିଛନ୍ତି ଭାର ଅଷ୍ଟକାଳରେ ଅଷ୍ଟ ସହି ସେବା କରନ୍ତି ତହିଁ ଯାଇ ସାରଳା ବୀଣା ଯନ୍ତ୍ର ଧରି ବଜାନ୍ତି ଦିବସ ସର୍ବରି ମର୍ଦଳ ବଜାନ୍ତି ଶଙ୍କର ଚାମର ଢାଳେ ସୁନାସିର ସେହି ମଣ୍ଡଳଧୀଶ୍ୱରୀ ଅଟନ୍ତି ଶ୍ରୀରାଧା ସୁନ୍ଦରୀ ଏକଇ ଅଙ୍ଗେ ବେନିଜନ ଖେଳନ୍ତି ମହାନିତ୍ୟ ଜାଣ ତାହାଙ୍କ ଦର୍ଶନ ନିମନ୍ତେ କେତେ ଭାବି ହୃଦଗତେ ଥକାଏ ଦୂର ଛନ୍ତି ଯାଇ ପାବଛ ତଳେ ଛନ୍ତି ରହି ଜପି ତପି ଯେ ସୁରଗଣ ଦର୍ଶନ ଆଶାରେ ଯାଇଣ ଅର୍ଦ୍ଧପଥରେ ରହିଛନ୍ତି ଯିବାକୁ ଆଦେଶ ନ ପାନ୍ତି ଏମନ୍ତ ଯେଉଁ ରାଧାରାଣୀ କହିବି କିସ ତାଙ୍କ ବାଣୀ ଏହା କହିଣ ଜନାର୍ଦ୍ଦନ ଚାହିଁଲେ ରୁକ୍ମିଣୀ ବଦନ ଏହା ପରେ ଯେ ସମାଚାର କହିବି ଶୁଣ ସୁଜ୍ଞାନର ଶ୍ରବଣେ ହୋଇବ ମୁକତା କ୍ଷେତ୍ର ମୋହନ ଲେଖେ ଗୀତା ଶୁଣ ସୁଜନେ ଦେଇ ଚିତ ରାଧା ଅଷ୍ଟମୀ ଜନ୍ମ ବ୍ରତ ଶ୍ରବଣ କରିଲେ କର୍ଣ୍ଣରେ ବସିବ ବୈକୁଣ୍ଠପୁରେ ପାଳନ କରିବେ ଯେ ଜନ କହିନୁ ହୋଇ ତାର ପୁଣ୍ୟ ଶ୍ରୀକୃଷ୍ଣ ନିତ୍ୟ ସମାଚାର ଭାସନ୍ତେ ରାଣୀଙ୍କ ଆଗର ଉଠିଣ ସତ୍ୟଭାମା ତହିଁ ପାଦରେ ପ୍ରଣିପାତ ହୋଇ ବୋଇଲେ ଆହେ ପ୍ରାଣେଶ୍ୱର ସନ୍ଦେହ ହୁଏ ମୋ ମନର କହିଲ ରାଧା ନିତ୍ୟଶ୍ୱରୀ ରାସମଣ୍ଡଳ ଅଧିକାରୀ ଆବର କହିଲେ ଆମ୍ଭରେ ବିଜୟ ରତ୍ନ ବେଦୀ ପରେ ଏକଇ ଅଙ୍ଗେ ରାଧା କୃଷ୍ଣ ହୋଇଣଛନ୍ତି ପ୍ରତିଷ୍ଠିତ ସର୍ବଦା ରାହାସ କରନ୍ତି ଦିବାର ଜନି ନ ଜାଣନ୍ତି ଏମନ୍ତ ଯେଉଁ ରାସେଶ୍ୱରୀ ଶ୍ରୀରାଧା ନାମ ଯେ ତାଙ୍କରି ଆବର କୃଷ୍ଣ ସଙ୍ଗେ ଛନ୍ତି
ତିଳେ ହେଁ ଅଲଗା ନୁହନ୍ତି। ଏଣେ କିପରି ଗୋପପୁରେ ଜନ୍ମିଲେ ବୃଷଭାନୁ ଘରେ। ଚନ୍ଦ୍ରସେଣାକୁ ବିଭା ଦେଲେ ତୁମ୍ଭର ମାଇଁ ବୋଲାଇଲେ। ମାଇଁ ଭଣଜା କେଉଁ ପରି ବିହାର କଲେ ମୁରାରି। 16,000 ଗୋପୀ ସଙ୍ଗେ ରମିଲେ ରାଧା ନେଇ ରଙ୍ଗେ। ଏହା କିପରି କଲ ନାଥ ଶୁଣି ମୁଁ ହୁଏ ଆଚମ୍ବିତ। ସେ ମହାନିତ୍ୟ ରାଧା ସହ ଏ ରାଧା ସମ୍ବନ୍ଧ କି କହ। କିପରି ଭାବେ କେଉଁ ଦିନ ମର୍ତ୍ତେ ହୋଇଲେ ଉତ୍ପନ୍ନ। କାହିଁକି ଜନମିଲେ ସେହି କହନ୍ତୁ ଆମ୍ଭରେ ବୁଝାଇ। ପୁଣି ସେ ଅନ୍ୟାନ୍ୟ କୂଳରେ ନ ଜନ୍ମି କିମ୍ପା ଗୋପପୁରେ। ଗୌଡ଼ ଘରେ ହେଲେ ଜାତ ବୁଝାଇ କହ ପ୍ରାଣନାଥ। ଆବର କାହା ଜନ୍ମଦିନ ସକଳେ କରନ୍ତି ପାଳନ। ଏଛାର ଗୌଡ଼ୁଣୀଟାର ବ୍ରତ ପାଳନ୍ତି କି ବାନର। କିଏ ବା ନିତ୍ୟ ରାଶେଶ୍ୱରୀ ବ୍ରତ ପାଳନ୍ତି ନର ନାରୀ। ତାହା ଶୁଣାଇ ଆମ୍ଭ ଚିତ୍ତ ତୃପତ କର ଆହେ ନାଥ। ଏମନ୍ତେ ଭାଷିଣ ବଚନ ସତ୍ୟ ଯେ ହୋଇଲେ ମୌନ। କ୍ଷେତ୍ର ମୋହନ ଯୋଡ଼ି କର ବୋଲଇ ଶୁଣ ସମାଚାର। ସେ ରାଧା କୃଷ୍ଣଙ୍କ ପୟରେ ଶରଣ ପଶ ସର୍ବନରେ। ଶ୍ରୀକୃଷ୍ଣଙ୍କର ସତ୍ୟଭାମାଙ୍କୁ ଉତ୍ତର ପ୍ରଦାନ। ଶୁଣ ହେ ସତୀ ଶିରୋମଣି ପୁଛିଲ ତୁମ୍ଭେ ଯେଉଁ ବାଣୀ। ତାହା ହେ ଅତ୍ୟନ୍ତ ଗହନ ଶ୍ରବଣେ ହୋଇବ ମୋଚନ। ମର୍ତ୍ତ୍ୟରେ ଯେଉଁ ରାଧାରାଣୀ ଜନ୍ମିଲେ ଗୋପପୁରେ ପୁଣି। ସେ ରାଧା ନିତ୍ୟ ରାଧାଙ୍କର ପ୍ରଭେଦ ନାହିଁ ତିଳେ ମାତ୍ର। ମୋ ସଙ୍ଗେ ତାହାଙ୍କର ଭାବ ସଂସାରେ ଅଟଇ ଦୁର୍ଲଭ। କହିଲ ମାଇଁ ମୋର ସେହି ଲୋକେ ଦେଖାଣ ଯେ ଅଟଇ। ପ୍ରକୃତ ଘଟଣା ଜାଣିଲେ ପୁଛିବ ନାହିଁ କେବେ ହେଲେ। କହିଛି ଆଗରୁ ବୁଝାଇ ରାଧାଙ୍କ ଗୁଣ କହି ନାହିଁ। ତାହାଙ୍କ ପାଦ ରେଣୁ ସାଥେ ସମନହିବେ କେହି ମର୍ତ୍ତେ। ସେ ରାଶେଶ୍ୱରୀ କାହିଁ ପାଇଁ ଜନ୍ମିଲେ ଶୁଣ ମନ ଦେଇ। ଯୁଗକୁ ଯୁଗ ମହି ତଳେ ଜନମୁ ଆମ୍ଭେ ବେନିହଳେ। ଆପଣା କାର୍ଯ୍ୟ ଶେଷ କରି ନିତ୍ୟକୁ ଯାଉ ସେ ବାହାରି। ସତ୍ୟ ଯୁଗରେ ଜାଣ ମୋହି ନୃସିଂହ ରୂପ ଥିଲି ବହି। ରାଧା ଯେ ମାଳତୀ ନାମରେ ଆସିଣ ଥିଲେ ମୋ ସଙ୍ଗରେ। ଦାନବ ବଳ କରି ଧ୍ୱଂସ
ନିତ୍ୟ ହୋଇଲୁ ପରବେଶ। ତାପରେ ତ୍ରେତୟା ଯୁଗରେ ଆମ୍ଭେ ଜନ୍ମିଲୁ ଅଯୋଧ୍ୟାରେ। ରାମ ଅବତାର ଥିଲୁ ହୋଇ, ସେଥିଲେ ସୀତା ନାମ ବହି। ସେ ଯୁଗେ ଅପାର କଷଣ, ଲଭିଲୁ ଆମ୍ଭେ ଦୁଇ ଜଣ। ତାପରେ ନିଜ ପୁରେ ଗଲୁ, ରାସ ଉତ୍ସବେ ମନ ଦେଲୁ। ଏହି ସମୟେ କଂସାସୁର ଜନ୍ମ ଲଭିଲା ମଥୁରାର। ଦେବଙ୍କୁ ବହୁତ ଦଣ୍ଡିଲା, ପାଦରେ ଆଣି ଖଟାଇଲା। ଦେବେ ତାହାର ଅତ୍ୟାଚାରେ, ବ୍ୟଥିତ ହୋଇ ଆକୁଳରେ। ଧାତାଙ୍କୁ ସଙ୍ଗତରେ ନେଇ, ମିଳିଲେ କ୍ଷୀରାବ୍ଧିରେ ଯାଇ। ତା ତଟେ ବସିଣ ମରେ, ଡାକିଲେ ମୋତେ ଆକୁଳରେ। ତାହାଙ୍କ କଷଣ ନ ସହି, ପ୍ରବେଶ ହେଲି ତହିଁ ଯାଇ। ପୁଛିଲି ତାହାଙ୍କ କାରଣ, କହିଲେ ଧାତା ବୁଝାଇଣ। କଂସାସୁରର ଅତ୍ୟାଚାର, ବଢ଼ୁଛି ଭୋ ପ୍ରଭୁ ଅପାର। ଆପଣ ଯେବେ ନ ବୁଝିବେ, ସକଳ ମରେ ମରିବେ। ଏପରି କୁହନ୍ତେ ବିଧାତା, ଆମ୍ଭେ ବୋଇଲୁ କ୍ରୋଧେ କଥା। ତ୍ରେତୟା ଯୁଗେ ତୁମ୍ଭ ପାଇଁ, ଅପାର କଷ୍ଟ ଆମେ ପାଇ। ମାଇଲୁ ଦୁର୍ଦାନ୍ତ ରାବଣ, ନାସିଲୁ ସର୍ବ ଦୈତ୍ୟଗଣ। ତଥାପି ତୁମେ ନ ବୁଝିଲ, ବ୍ରହ୍ମ ହତ୍ୟାରେ ଦାୟୀ କଲ। ଏକ୍ଷଣି କଂସ ଅତ୍ୟାଚାର, ଭୟରେ ହୋଇ ଜର ଜର। ଆମ୍ଭଙ୍କୁ କରୁଛି ଆପତ୍ତି, ପଛରେ ଶୁଣି ଦେବ ଶାସ୍ତି। ଏପରି କହନ୍ତି କ୍ରୋଧରେ, ଅମରେ ପଡ଼ିଲେ ପୟରେ। ବିଧାତା କହିଲେ ବୁଝାଇ, ଏ ଜନ୍ମ ତୋଷ ହେବ ସାଇଁ। 16,000 ରମଣୀଙ୍କୁ ପେଶିବୁ ଆମେ ଯେ ଗୋପକୁ। ତାହାଙ୍କ ସଙ୍ଗେ ବିହରିବ, ମର୍ତ୍ତ୍ୟରେ ରାହାସ କରିବ। ତାପରେ ମଧୁପୁରେ ରାଜା, ହୋଇଣ ପାଳିବ ପରଜା। ଅପାର ଆନନ୍ଦ ପାଇବ, ସୁଖରେ ମର୍ତ୍ତ୍ୟେ ବିହରିବ। ଏମନ୍ତ ଧାତା ବୁଝାବନ୍ତେ, କିଞ୍ଚିତ ତୋଷ ହେଲୁ ଚିତେ। ବୋଇଲୁ ଭାବନା ନ କର, ଜନ୍ମିବୁ ଆମ୍ଭେ ନିକଟର।
ମଥୁରାପୁରେ ବସୁଦେବ ଆମର ଜନକ ହୋଇବ। ଦେବକୀ ହେବେ ଆମ୍ଭ ମାତା ସର୍ବଦା କରୁଛନ୍ତି ଚିନ୍ତା। ସପ୍ତମ ଗର୍ଭ ତାହାଙ୍କର ସେ ଦୁଷ୍ଟ କରିବ ସଂହାର। ଅଷ୍ଟମ ଗର୍ଭେ ଆମ୍ଭେ ଯାଇ ଜନ୍ମିବୁ ବନ୍ଦୀ ଘରେ ତହିଁ। ବଢ଼ିବୁ ନନ୍ଦର ମନ୍ଦିରେ ଯଶୋଦା ମାତାଙ୍କ କୋଳରେ। ଅନନ୍ତ ଆମ ସଙ୍ଗେ ଯିବେ ବଳରାମ ସେ ବୋଲାଇବେ। ତାପରେ ଦାନବ ବଳଙ୍କୁ ବିନାଶୀ ଫେରିବୁ ପୁରକୁ। ଏମନ୍ତ କହି ସେଠାବରେ ବିଜୟ କଲୁ ନିଜପୁରେ। ରାଧାଙ୍କୁ ଗୋଟି ଗୋଟି କରି କହିଲୁ ସକଳ ବିଚାରି। ତା ଶୁଣି ରାସେ ସୋରି ଦୁଃଖେ ବୋଇଲେ ଆମର ସମୀପେ। ହେ ପ୍ରାଣନାଥ ଦୟା ବହି ଦାସୀଙ୍କୁ ସଙ୍ଗେ ଯାନ୍ତୁ ନେଇ। କାୟାକୁ ଛାଡ଼ି ଦଣ୍ଡେ ମାତ୍ର ଛାୟା କି ହୋଇବ ବଞ୍ଚିତ। ତେଣୁ ଜଣାଏ ଶ୍ରୀପୟରେ ମୋତେ ଦିଅନ୍ତୁ ସଙ୍ଗତରେ। ସେବା କରିଣ ଦିନ ନେବି ପୁନଶ୍ଚ ସଙ୍ଗତେ ଫେରିବି। ଆବର ଏକ କଥା ମୋର ଭୋନାଥ ପଡ଼ୁଛି ମନର। ଦିନେ ତ୍ରେତୟା ଯୁଗେ ମୋହିଁ ଅନ୍ନ ପରଶୁ ଥିଲି ତହିଁ। ନର ବାନର ଋଷି ଦେବ ଏକତ୍ରେ ଭୁଞ୍ଜୁ ଥିଲେ ସର୍ବ। ଏକାଳେ ଆମ ପ୍ରିୟ ଭୃତ୍ୟ ଯାହାର ନାମ ହନୁମନ୍ତ। ସେ ମୋର ପାଦକୁ ଅନାଇ ମନରେ ବିଚାରିଲା ତହିଁ। ଏପରି ଏକ ନାରୀବର ଯେବେ ଘରଣୀ ହନ୍ତା ମୋର। ସର୍ବଦା ପରଶି ଦିଅନ୍ତା ମନରେ କେଡ଼େ ସୁଖ ହନ୍ତା। ତାହାର ମନ ଜାଣି ମୋହି ବୋଇଲି ସ୍ନେହ ଭରେ ହୋଇ। ଆହାରେ ବାବୁ ହନୁମାନ ଯାହା ତୁ ବିଚାରିଛୁ ମନ। ଏ ଯୁଗେ ପୁରାଣ ରହିବ ଦ୍ୱାପରେ କାମନା ପୂରିବ। ମୁଁ ରାଧା ନାମ ଥିବି ବହି ତୁ ଥିବୁ ଚନ୍ଦ୍ର ସେଣା ହୋଇ। ଗୋପାଳ କୂଳେ ହେବୁ ଜାତ ନଥିବ ତୋର ପୁରୁଷତ୍ୱ। କେବଳ ଜଗି ରହିଥିବୁ ପ୍ରଭୁ ଆସିଲେ ଛାଡ଼ିଦେବୁ।
ଏପରି ତାହାକୁ କହିଛି, ଭୂନାଥ ଚରଣ ଧରୁଛି। ଯଦ୍ୟପି ସଙ୍ଗରେ ନ ନେବ, ମୋ କଥା ଅନ୍ୟଥା ହୋଇବ। ଆଦର ଛାଡ଼ି କ୍ଷଣେ ମାତ୍ର, ଦାସୀ ନ ହୋଇବ ଜୀବିତ। ଏପରି କହନ୍ତେ ବୁଝାଇ, ରାଧାଙ୍କୁ ଆଶ୍ୱାସନା ଦେଇ। ବୋଇଲୁ ଆମ୍ଭେ ଦର ହସି, ଦୁଃଖ ନ କର ଶୁଭ୍ର କେଶୀ। ଆମ୍ଭ ସଙ୍ଗତେ ତୁମ୍ଭେ ଯିବ, ମର୍ତ୍ତ୍ୟରେ ଲୀଳା ଆରମ୍ଭିବ। ଏହା କହିଣ ସାଥେ ସାଥେ, ତାହାଙ୍କୁ ପଠାଇଲୁ ମର୍ତ୍ତେ। ବୋଇଲୁ ଆଗେ ତୁମ୍ଭେ ଯାଅ, ଆମ୍ଭଙ୍କୁ ଅନାଇଣ ରୁହ। ବୃଷଭାନୁ ଯେ ବହୁଦିନ ହେଲାଣି କରୁଛି ଭଜନ। ତାହାର ପୁତ୍ର ପୌତ୍ରୀ ନାହିଁ, ଅଛି ସେ ସଦା ପଥ ଚାହିଁ। ବହନ ତାର ଘରେ ଯାଇ, ପ୍ରବେଶ ହୁଅ ଚାନ୍ଦ ମୁହିଁ। ଏମନ୍ତ କହି ସେହି କ୍ଷଣ, ପେଶିଲୁ ତାହାଙ୍କୁ ମର୍ତ୍ତେଣ। ଭାଦ୍ରବ ମାସ ଯେ ଅଟଇ, ଶୁକ୍ଳ ପକ୍ଷ ଥିଲା ହୋଇ। ଅଷ୍ଟମୀ ତିଥି ମଧ୍ୟେ ଜାଣ, ରବିଙ୍କ ବାର ଯେ ପ୍ରମାଣ। ଅନୁରାଧା ଯେ ନକ୍ଷତ୍ରରେ, ଦିବସ ମଧ୍ୟାହ୍ନ ଭାଗରେ। ମର୍ତ୍ତ୍ୟକୁ ଗମନ କରିଲେ, କାଳିନ୍ଦୀ ହ୍ରଦେ ପ୍ରବେଶିଲେ। ବାଳିକା ରୂପ ହୋଇ ତହିଁ, ପଦ୍ମପତ୍ରରେ ଗଲେ ଶୋଇ। ସେଦିନ ଶୁଭ ଗ୍ରହମାନେ, ରହିଣ ଥିଲେ ଉଚ୍ଚ ସ୍ଥାନେ। ବିନ୍ଦୁ ଲଗ୍ନର ଆଦ୍ୟ ଭାଗେ, ବୃହସ୍ପତିଙ୍କ ଶୁଭ ଯୋଗେ। ରାଧା ହୋଇଲେ ଆବିର୍ଭୂତା, ଶୁଣ ତାପରେ ଆନଗାଥା। ସେ କାଳେ ବୃଷଭାନୁରାୟ, ସୈନ୍ୟ ସାମନ୍ତଙ୍କର ସହ। ମୃଗୟା ଲାଗି ଯାଉଥିଲେ, କାଳିନ୍ଦୀ କୂଳରେ ମିଳିଲେ। ସେ ହ୍ରଦେ ବହୁ ପଦ୍ମ ପୁଷ୍ପ, ଫୁଟିଣ ଚହଟେ ସୁବାସ। ନୀଳ ଧବଳ ପୁଷ୍ପେ ଭରା, ହଇଣ ଦୂରେ ଦିଶେ ତୋରା। ତା ଦେଖି ଆନନ୍ଦେ ରାଜନ, ଭୃତ୍ୟକୁ ବୋଲଇ ବଚନ। ଆମ୍ଭର ବୋଲ ମାନେ ତୁହି, ଥୋକାଏ ପୁଷ୍ପ ଆଣ ଯାଇ। ରାଣୀ ଦେଖିଲେ ତୋଷ ହେବେ, ଲକ୍ଷ୍ମୀଙ୍କ ପୟରେ ପୂଜିବେ। ପଦ୍ମ ପୁଷ୍ପକୁ ନାରାୟଣୀ, ସ୍ନେହ କରନ୍ତି ଅଛି ଜାଣି। ଏମନ୍ତ ରାଜନ କହନ୍ତେ,
ଭୃତ୍ୟ ଚଳିଲେ ପାଞ୍ଚ ସାତେ କାଳିନ୍ଦୀ ହ୍ରଦରେ ପଶିଲେ ଥୋକାଏ କୁସୁମ ତୋଳିଲେ। ଏହି ସମୟେ ଜଣେ ଭୃତ୍ୟ ନିରେଖି ଦେଖିଲା ସେ ନେତ୍ର ଏକଇ ନୀଳ ପଦ୍ମ ପରେ ଶିଶୁ ଶୋଇଛି ନିଶ୍ଚିନ୍ତରେ। ତା ଦେହୁ ଜ୍ୟୋତି ପରକାଶୀ ନିନ୍ଦା କରଇ ରବି ଶଶୀ। ଏହା ଦେଖିଣ ସେହି ଭୃତ୍ୟ ଆନନ୍ଦେ ହୋଇ ପୁଲକିତ। ନୃପତି ସନ୍ନିଧ୍ୟକୁ ଯାଇ କହିଲା ସମସ୍ତ ବୁଝାଇ। ଶୁଣି ଆନନ୍ଦ ନରନାଥ ଭୃତ୍ୟକୁ ବୋଇଲେ ତଦନ୍ତ। ସେ ଶିଶୁ ଅଛି କେଉଁ ସ୍ଥାନ ଦେଖାଅ ମତେ ଯେ ବହନ। ଏହା କହନ୍ତେ ନୃପବର ଭୃତ୍ୟ ଚଳିଲା ଅଗ୍ରତର। ଜଳରେ ପଶି ନରନାଥ ଥୋକାଏ ଦୂର ଯାନ୍ତେ ପଥ। ଦେଖିଲେ ନୟନରେ ଚାହିଁ ଅପୂର୍ବ ଜ୍ୟୋତି ପ୍ରକାଶଇ। ଏକଇ ପଦ୍ମ ପୁଷ୍ପ ପରେ ବାଳିକା ଶୋଇଛି ଶାନ୍ତିରେ। ଯେ ସନ ହୀରାର କଣ୍ଢେଇ ତେମନ୍ତ ରୂପ ଶୋଭା ପାଇ। ଏହା ଦେଖିଣ ନରନାଥ ମନରେ ହୋଇ ଆନନ୍ଦିତ। ସେ ଶିଶୁ ପାଶରେ ମିଳିଲେ ପ୍ରବେଶ ହୋଇଲେ କୂଳରେ। କୋଳେ ବସାଇ ଆନନ୍ଦରେ ପ୍ରବେଶ ହୋଇଲେ ବଳରେ। ସେବେଳେ ବୃଷଭାନୁଙ୍କର ଆନନ୍ଦ ନ ଧରିଲା ଘର। ଦରିଦ୍ର କୋଟି ନିଧି ପାଇ ଯେମନ୍ତେ ଆନନ୍ଦ ହୁଇ। ଅନ୍ଧ ପାଇଲେ ଚକ୍ଷୁଦାନ ଯେ ସନେ ହୁଏ ତାର ମନ। ସେହି ପ୍ରକାରେ ନର ସାଇଁ ନାଚିଲେ କନ୍ୟା ମୁଖ ଚାହିଁ। ସତେ କି କୋଟି ଦୀନନାଥ ହୋଇଛି ତାଙ୍କ କରଗତ। ଏମନ୍ତ ମଣି ନର ସାଇଁ ଫେରିଲେ ମୃଗୟାନ ଯାଇ। ନବରେ ପ୍ରବେଶ ହୋଇଲେ ରାଣୀଙ୍କୁ ତୁହାଇ ଡାକିଲେ। ବୋଇଲେ ଆସ ଆସ ସହି ଅମୂଲ୍ୟ ରତ୍ନ ଅଛି ପାଇ। ଯାହାକୁ ପାଇବା ନିମନ୍ତେ ଅପାର ଦୁଃଖ ଥିଲା ଚିତେ ତାହା ପ୍ରାପ୍ତ କଲେ ସାଇଁ। ବହନ ଆସି ଯାଅ ନେହି ଯତନ କରି ପ୍ରତିପାଳ। ଲଭିବ ବହୁ ପୁଣ୍ୟ ଫଳ
ଏମନ୍ତ ରାଜନଙ୍କ ବାଣୀ ଶୁଣି ଆସିଲେ ଧାଇଁ ରାଣୀ। କନ୍ୟାକୁ ଦେଖୁ ଦେଖୁ ନେତ୍ରେ ଅତି ଆନନ୍ଦ ହୋଇ ଚିତେ। କୋଳକୁ ସ୍ନେହେ ତୋଳି ନେଇ ଲଲାଟେ ଚୁମା ଦେଲେ ଛାଇ। ସେବେଳେ ଆନନ୍ଦ ତାଙ୍କର ବରଣୀ ନ ହେବ ମୁଖର। କନ୍ୟାର ରୂପକୁ ନିରେଖି ଚାହିଁଣ ରାଣୀ ହେଲେ ସୁଖୀ। ଚନ୍ଦ୍ର କିରଣ ପ୍ରାୟ ଜ୍ୟୋତି ନିର୍ଦ୍ଧୁମାନକ ସମକାନ୍ତି। କୋଟିଏ ରତି ହେଳେ ମେଳେ ସମନ ହିବେ ପାଦ ତଳେ। ଆବର ବହୁ ଶୁଭ ଚିହ୍ନ କନ୍ୟାର ଦେହେ ବିଦ୍ୟମାନ। ଦେଖିଣ ଚଞ୍ଚଳା ଚତୁରୀ ଦାସୀଙ୍କୁ ବୋଇଲେ ହକାରି। ଆସଲୋ ଆସଲୋ ବହନ ମୋରତ୍ନେ କରାଅ ମାର୍ଜନ। ପଦ୍ମବନରୁ ଅଛି ପାଇ ରାଧିକା ନାମ ଦେବୀ ମୁହିଁ। ଏମନ୍ତ ମହା ଦେଇ ବାଣୀ ଶୁଣିଣ ସକଳ ତରୁଣୀ। କନ୍ୟାକୁ ମାର୍ଜନା କରାଇ ରତ୍ନ ଦୋଳିରେ ଦେଲେ ଶୋଇ। ରତନ ଚାନ୍ଦୁଆ ଆଣିଲେ ଯତନେ ଉପରେ ଟାଣିଲେ। ଉନ୍ମାନ ସାଇ ହୋଇ ବାଳି ଶୋଇଲା ଚଞ୍ଚଳା ଦୁଲାଳି। ମଳମୂତ୍ର ଯେ ତାର ନାହିଁ କ୍ଷୀର ନିରସେ ନ ଛୁଆଇଁ। ତା ଶୁଣି ସକଳ ଗୋପାଳ ଗୋପୀଙ୍କ ସହ ହୋଇ ମେଳ। ନାନାଦି ଉପଚାର ମାନ ଘେନି ମିଳିଲେ ଯେ ବହନ। କନ୍ୟାକୁ ଦର୍ଶନ ମାତ୍ରେ ଆନନ୍ଦେ ହେଲେ ସର୍ବେ ଚିତେ। ତାପରେ ରାଜା ତୋଷ ଦେଇ ଭଣ୍ଡାର ମାନ ଖୋଲି ଦେଇ ଦୁଃଖୀ ଦରିଦ୍ର ବ୍ରାହ୍ମଣଙ୍କୁ ଡକାଇ ଆପଣା ପୁରକୁ। ବହୁତ ଧନ ଦାନ କଲେ ଯେ ଯାହା ଇଚ୍ଛା ମତେ ନେଲେ। ସେଦିନ ପ୍ରତ୍ୟେକ ଗୃହରେ ବ୍ରତ ପାଳିଲେ ଆନନ୍ଦରେ। ଘୃତ ପ୍ରଦୀପ ଜାଳି ଦେଲେ ସୁବର୍ଣ୍ଣ କୁମ୍ଭ ବସାଇଲେ। ସେ କାଳେ ଆନନ୍ଦ ଉତ୍ସବ ମୁଖରେ ବରଣୀ ନ ହେବ। ଏମନ୍ତେ ଜନ୍ମ ରାଧାଙ୍କର କହିଲେ କରିଣ ବିସ୍ତାର। ୟାପରେ ଆନ ଗାଥା ମାନ କରିବି ସଂକ୍ଷେପେ ବର୍ଣ୍ଣନ। ରାଧାଙ୍କ ଜନ୍ମ ସମାଚାର ସମ୍ପୂର୍ଣ୍ଣ ହୋଇଲା ଏଠାର। ତୁମ୍ଭେ ଯେଣୁ ମୋ ପ୍ରିୟବତୀ କହିଲି ଶୁଣ ହେ ସତୀ। ହେମନ୍ତ କହି ନାରାୟଣ ବସିଲେ ମୌନ ହୋଇଣ। ଅଧମ କ୍ଷେତ୍ର ଯୋଡ଼ି କର କହି ମୋ ଦୁଃଖ ନିବାର। ସତ୍ୟଭାମା ଉବାଚ ଭୁନାଥ ନମୁଛି ପୟରେ ସଂଶୟ ରହିଲା ମନରେ।
ରାଧା ତ ମର୍ତ୍ତେ ହେଲେ ଜାତ, ନ ଖାଇ ବଞ୍ଚିବେ କେମନ୍ତ। ତାପରେ କେଉଁ ପରକାରେ, ବରିଲେ ସେ ଚନ୍ଦ୍ରସେଣାରେ। ସେ ଚନ୍ଦ୍ରସେଣା ଅଟେ କିଏ, ଶୁଣା ପଡ଼ୁଅଛି ପାଏ। ସେହୁ ରାଧାଙ୍କୁ ବିଭା ହେଲା, କିମ୍ପାଇଁ ମିଳନ ନହିଲା। ତୁମ୍ଭେ କିପରି ମର୍ତ୍ତେ ପୁର, ଆସିଲ କୁହ ପ୍ରାଣେଶ୍ୱର। ଏହା ଶୁଣାଇ ଦୟାମୟ, ତୁଟାଅ ଆମ୍ଭର ସଂଶୟ। ଶୁଣିବା ପାଇଁ ବଳେ ଚିତ୍ତ, କ୍ଷେତ୍ର ମୋହନ ରଚେ ଗୀତ। ଶ୍ରୀକୃଷ୍ଣ ବାଚ ପାଟବଂଶୀଙ୍କ ମୁଖ ଚାହିଁ, କହନ୍ତି ଦ୍ୱାରକାରେ ଯାଇ ପୁଛିଲେ ତୁମ୍ଭେ ମତେ। ପୂର୍ବରୁ କହିଅଛି କେତେ, ତ୍ରେତୟା ଯୁଗେ ହନୁ ଯେହି, ଦ୍ୱାପରେ ଚନ୍ଦ୍ରସେଣା ସେହି। ରାଧା ଯେ ଥିଲେ ସୀତା ସତୀ, ଅତି ସୁନ୍ଦର ରୂପ କାନ୍ତି। ତେଣୁ ସେ ହନୁମନ୍ତ ବୀର, ଚନ୍ଦ୍ରସେଣା ଯେ ଦ୍ୱାପରର। ତାହାଙ୍କୁ ରାଧା ଯେଉଁ ପରି, ବିବାହ କଲେ ଶୁଣ ଗୋରି। ବୃଷଭାନୁଙ୍କ ଗୃହେ ସତୀ, ହୋଇନଥାନ୍ତି ଶିଶୁ ମୂର୍ତ୍ତି। କୌଣସି ଖାଦ୍ୟ ନ ଛୁଅନ୍ତି, ବଚନକାରେ ନ ଭାସନ୍ତି। ମୋହର ପାଦେ ମନ ଦେଇ, ରତ୍ନଦୋଳିରେ ଥାନ୍ତି ଶୋଇ। ଏମନ୍ତ ବହୁ କାଳ ଗଲା, ଦୋଳିରୁ ସତୀ ନ ଉଠିଲା। କଟିଲା ନାହିଁ ବାଲ୍ୟ ଭାବ, ବଚନ ନ କହିଲେ ଲବ। ଏହା ଦେଖିଣ ରାଜା ରାଣୀ, ଅପାର ଦୁଃଖ ହେଲେ ପୁଣି। ବହୁ ପ୍ରକାର ଚେଷ୍ଟା କଲେ, ତାଙ୍କୁ ଭୁଞ୍ଜାଇ ନ ପାରିଲେ। ଶୁଣି ନ ପାରିଲେ ବଚନ, ଦୁଃଖରେ କଟାଇଲେ ଦିନ। ଏହାପରେ ଏକ ଦିନ କର, ମିଳିଲେ ଧାତାଙ୍କ କୁମର। ତାହାଙ୍କୁ ଦେଖି ନରନାଥ, ପାଦରେ ହୋଇ ପ୍ରଣିପାତ। ରତ୍ନ ଆସନେ ବସାଇଲେ, ସମସ୍ତ ବର୍ଣ୍ଣନ କରିଲେ। ଆଦ୍ୟଠୁ ପ୍ରାନ୍ତ ଯାଏ ପୁଣି, ଭାସିଲେ ସର୍ବନରମଣି। ଶୁଣି ନାରଦ ହସି ହସି, କହିଲେ ରାଜାଙ୍କୁ ଆଶ୍ୱାସୀ। ତୁମ୍ଭ ପରାଏ ଭାଗ୍ୟବାନ, ନାହାନ୍ତି ଏ ତିନି ଭୁବନ। ସ୍ୱୟଂ କମଳା ତୁମ୍ଭ ପରେ, ଅଛନ୍ତି ସନ୍ତତ ଭାବରେ। ପରମ ବ୍ରହ୍ମେ ଲୟ ରଖି, ଶୋଇଅଛନ୍ତି ପଦ୍ମମୁଖୀ। ଯେବେ ଜନ୍ମିବେ ନାରାୟଣ, ତୁଟିବ ତୁମ୍ଭର କଷଣ। ଫିଟିବ ଦେବୀଙ୍କର ମୁଖ, ଯୌବନ ବିକଶିବ ରୂପ। ସେ ପାଇଁ ଭାବନା ନ କର, ବଢ଼ିବ ସୁପୁଣ୍ୟ ପାର। ଏହା କହିଣ ଧାତା ସୁତ, ରାଜାଙ୍କୁ କହିଲେ ତଦନ୍ତ। ଶୋଇଛି କନ୍ୟା ଯେଉଁଠାରେ, ଦେଖାଅ ନେଇ ମତେ ଥରେ। ମାତ୍ର ମୁଁ କହୁଛି ଚେତାଇ, ମୁଥିବା ଯାଏ ତହିଁ କେହି। ନ ଯିବେ ଜାଣ ଜଣେ ମାତ୍ର, ତୁମ୍ଭେ କି ନ ଯିବଟି ସେଥ। ଏମନ୍ତେ କହିଣ ଦେବର୍ଷି, ଗୃହ ଭିତରେ ଗଲେ ପଶି। ଦେଖିଲେ ରତ୍ନ ଦୋଳି ପରେ, କନ୍ୟା ଶୋଇଛି ନିଶ୍ଚିନ୍ତରେ।
ଦିବ୍ୟ ଜ୍ୟୋତି ସେ ଅଙ୍ଗ ତାର, ଚହଟି ବିକଶଇ ପୁର। ଦେଖିଣ ନାରଦ ମହର୍ଷି, ମନ ମଧ୍ୟରେ ହୋଇ ଖୁସି। ବୋଇଲେ ବିନୟ ହୋଇଣ, ଭୂମାତା କିମ୍ପାଏ ଭାବେଣ। ଶୋଇଛୁ ବଚନ ନ କହି, କ୍ଷୀର ନିରଜେ ନ ଛୁଇଁ। ହୋଇଣ ପ୍ରିଜଗତ ମାତ, ମାୟା ଭିଆଇଛୁ କେମନ୍ତ। ଭୂମାତା ବାରେ ଦୟା ବହି, ରାଜା କଷଣ ନାଶ ତୁହି। ତୋ ଲାଗି ଦିବସ ରଜନୀ, କାନ୍ଦନ୍ତି ରାଜା ରାଣୀ ବେନି। ଆଉ ମାଏ ମନ୍ତନ ଶୋଇ, ବଚନ ଭାଗ କ୍ଷୀର ଖାଇ। ବାଳ ସ୍ୱଭାବ ତ୍ୟାଗ କର, ଜଗତେ ନବ ଭାବ ଧର। ଯାହା ନିମନ୍ତେ ତୋହି ମାତ, ଶୟନ କରିଛୁ ଏମନ୍ତ। ସେ ପ୍ରଭୁ ଆଉ ଅଳ୍ପ ଦିନେ, ଜନ୍ମିବେ ଯେ ମଧୁଭୁବନେ। କଂସକୁ ବିନାଶିବା ପାଇଁ, ଦେବଙ୍କୁ ଛନ୍ତି କଥା ଦେଇ। ଦେବକୀ ଗର୍ଭରେ କ୍ଷଣି, ପ୍ରଭୁ ଯେ ଆସି ରହିଲେଣି। ଆଉ ଅଳ୍ପ ଦିନ କେ ମାତ୍ର, ଜନମ ହେବେ ଜଗନ୍ନାଥ। ଏ ଗୋପପୁରରେ ବଢ଼ିବେ, ଅପାର ଦାନବ ନାଶିବେ। ପୂର୍ବରୁ ବହୁ ସୁରାସୁରୀ, ଗୋପରେ ଛନ୍ତି ଅବତରୀ। ପ୍ରଭୁଙ୍କ ପଥ ଛନ୍ତି ଚାହିଁ, ଭାବନା ତେଜ ଚାନ୍ଦ ମୁହିଁ। ତୋତେ ତେଜିଣ କ୍ଷଣେ ମାତ୍ର, ପ୍ରଭୁ କି ହୋଇବେ ନିଶ୍ଚିତ। ଏମନ୍ତେ ନାରଦଙ୍କ ବାଣୀ, କର୍ଣ୍ଣରେ ରାଧା ଦେବୀ ଶୁଣି। ବୋଇଲେ ନାରଦଙ୍କୁ ଚାହିଁ, ମନରେ ହରଷିତ ହୋଇ। ତାହେଲେ ପ୍ରାଣ ମୋର କାନ୍ତ, ମର୍ତ୍ତେ ହେଲେଣି ଉପଗତ। ଚାଲ ଦେବଶ୍ରୀ ଅଗ୍ରତରେ, ଜଣାଅ ମୋ ମାତା ପିୟରେ। ଭୋଜନ ଆଣି ଦିଅନ୍ତୁ ବେଗ, କ୍ଷୁଧାରେ ଜଳେ ମୋର ଅଙ୍ଗ। ଶୁଣି ନାରଦ ଆନନ୍ଦରେ, ମିଳିଲେ ନୃପତି ପାଶରେ। ବୋଇଲେ ସର୍ବ ସମାଚାର, ଶୁଣି ଆନନ୍ଦ ନୃପବର। ଚଞ୍ଚଳା ରାଣୀଙ୍କୁ ଡକାଇ, ବୋଇଲା ବେଗେ ଆସ ଧାଇଁ। କନ୍ୟା ମୋ କଥା କହିଲାଣି, ଭକ୍ଷିବା ପାଇଁ ମାଗେ ପୁଣି। ଶୁଣିଣ ରାଣୀ ରାଜାଗୀର, ଧାଇଁଲା ହୋଇ ତର ତର। ଅପୂର୍ବ ଷଡ଼ର ସମାନ, ଘେନିଣ ଧାଇଁଲେ ବହନ। ଦେଖିଲେ ଦୋଳି ମଧ୍ୟ ବାଳି, ଉଠିଣ ହୁଏ କୌତୂହଳୀ। ମାତା ପିତାଙ୍କୁ ଦେଖି ନେତ୍ରେ, ଧାଇଁ ଆସିଣ ତତ୍କ୍ଷଣାତେ। ମାତାଙ୍କୁ କୁଣ୍ଢାଇ ଧରିଲା, ଅମିୟ ବଚନ ଭାସିଲା। ଦେଖିଲା ଚଞ୍ଚଳା ସୁନ୍ଦରୀ, ଶୋଇଣ ଥିଲା ଯେ କୁମାରୀ। କ୍ଷୁଦ୍ର ବାଳିକା ରୂପ ଥିଲା, ତକ୍ଷଣେ ଯୁବତୀ ହୋଇଲା। ନମିଣ ଦେବର୍ଷି ପୟରେ, ବସିଲା ମାତାଙ୍କ କୋଳରେ। ବିଦାୟ ନେଇଣ ନାରଦ, ଚଳିଲେ ହୋଇଣ ଆନନ୍ଦ। ସେଦିନ ଠାରୁ ନରପତି, ଖୋଜିଲେ କନ୍ୟା ଲାଗି ପତି। ଗୋପରେ ଚନ୍ଦ୍ରସେନା ଥିଲା, ନୃପତି କୂଳେ ଜନ୍ମିଥିଲା। ଉତ୍ତମ ବଂଶ ଅଟେ ତାର,
ଧନ ଧାନ୍ୟରେ ଭରପୁର। ଗୋଧନ ଗୁହାଳ ଗୁହାଳ ଦେଖିଣ ବୃଷଭାନୁ ପାଳ। କନ୍ୟାର ଉପଯୁକ୍ତ ପତି ଭାବିଣ ମନେ ନରପତି। ରାଧାଙ୍କୁ ତାହା ସଙ୍ଗତରେ ବିବାହ କଲେ ଆଡ଼ମ୍ବରେ। ସେ ଚନ୍ଦ୍ରସେଣା ମମାତାର ଲେଖାରେ ଭାଇ ଯେ ଧର୍ମର। ଏହି ପ୍ରକାରେ ମାମୁଁ ସେହି ମୋର ତା ସଙ୍ଗେ ଭାବ ଏହି। ନନ୍ଦ ଆବର ଯଶୋବନ୍ତୀ ଶାଳକ ମୋହର ଅଟନ୍ତି। ତାଙ୍କରି ଲେଖା ଯୋଖା ଭାଇ ସେ ଚନ୍ଦ୍ରସେଣା ଯେ ଅଟଇ। ତାପରେ ଆମ୍ଭେ ଗୋପପୁରେ ବଢ଼ିଲୁ ଜନ୍ମି ମଥୁରାରେ। ଆମ୍ଭଙ୍କୁ ପାଇବା ନିମନ୍ତେ ରାଧା ସର୍ବଦା ହୃଦଗତେ। ଭାବନା କରି ଦିନ ରାତି ସୂର୍ଯ୍ୟଙ୍କୁ ପୂଜା କଲା ସତୀ। 16,000 ଗୋପୀ ମେଳେ ମୋତେ ପାଇବା ପାଇଁ ହେଳେ। ବହୁତ ଜପ ତପ କଲା ଶେଷେ ଦୁହିଁଙ୍କ ଭେଟ ହେଲା। ବୃନ୍ଦାବନରେ ରାସ କେଳି କରିଲୁ ରାଧା ସହ ମିଳି। ପୂର୍ବରୁ ସର୍ବ ଗୋପୀ ମାନେ ଜନମିଥିଲେ ସେ ଭୁବନେ। ତାଙ୍କ କାମନା ପୂର୍ଣ୍ଣ କରି ଆମ୍ଭେ ଯେ ଆସିଲୁ ବାହାରି। ସେ ଖେଳା ସେଠାରେ ରହିଲା ତବ ସହିତ ଖେଳା ହେଲା। ରାଧାଙ୍କ ଜନ୍ମ ସମାଚାର କହିଲି ତୁମ୍ଭ ଅଗ୍ରତର। ଏମନ୍ତ କହି ଗୋପୀନାଥ ମୌନ ହେଲେ ଭଣେ କ୍ଷେତ୍ର। ବ୍ରତ ସୂଚନା ଶୁଣ ସୁଜନେ ମନ ଦେଇ। ଶ୍ରୀକୃଷ୍ଣ ମୁଖ ଶୁଣି ସହି ମନରେ ହୋଇ ଆନନ୍ଦିତ। ପାଳିଲେ ରାଧାଷ୍ଟମୀ ବ୍ରତ। ରୁକ୍ମିଣୀ ସତ୍ୟଭାମା ସାଥେ ସେ ପାଟ ବଂଶୀ ସେ ସମସ୍ତେ। ଭକତି ଭରେ କୃଷ୍ଣଙ୍କର ପୂଜିଲେ ସକଳ ପୟର। ତାହାଙ୍କୁ ଦେଖି ଦ୍ୱାରକାରେ ବ୍ରତ ପାଳିଲେ ଘରେ ଘରେ। ଏମନ୍ତେ ରାଧାଷ୍ଟମୀ ବ୍ରତ ପାଳନ କରିଲେ ସମସ୍ତ। ଏ ବ୍ରତ ନୁହେଁ ତ ସାମାନ୍ୟ ପାଳନ କଲେ ବଢ଼େ ପୁଣ୍ୟ। ଅପୁତ୍ରୀ ନାରୀ କଲେ ବ୍ରତ ପୁତ୍ର ପୌତ୍ରୀ ଯେ ହୁଅନ୍ତି ପ୍ରାପ୍ତ। ନିର୍ଧନୀ ଏ ବ୍ରତ ପାଳିଲେ ଅପାର ଧନ ବଢ଼େ ହେଳେ। ଆବର ବ୍ୟାଧିବନ୍ତ ନର ଏ ବ୍ରତ ପାଳିଲେ ଭକ୍ତିର। ସକଳ ବ୍ୟାଧି ହୁଏ ନାଶ ଅନ୍ତେ ବୈକୁଣ୍ଠେ ଲଭେ ବାସ। ରାଧା ଅଷ୍ଟମୀ ବ୍ରତ ଦିନ ଯେମନ୍ତେ କରିବ ପାଳନ। ତାହାର ବିଧି ଶୁଣ ଧୀରେ ଭଣଇ କ୍ଷେତ୍ରର ଗୀତରେ। ବ୍ରତ ବିଧାନ ରାଧା ଅଷ୍ଟମୀ ଜନ୍ମ ବ୍ରତ ଯେ ଜନ କରିବ ପାଳିତ। ନୂତନ ବସ୍ତ୍ର ଅଳଙ୍କାର ମଣ୍ଡିବ ହୃଦଏ ଯତ୍ନର। ନାନାଦି ଉପହାର ମାନ କରିବ ଯତ୍ନେ ଆୟୋଜନ। ବାସ ଚନ୍ଦନ ସହିତର କୁଙ୍କୁମ କସ୍ତୁରୀ ସିନ୍ଦୁର। ହରଦ୍ରା ମିଶାଇ ତହିଁରେ ଲାଗି କରିବ ରାଧିକାରେ। ନାନାଦି ସୁବାସ କୁସୁମ ମଣ୍ଡିବ ଶ୍ରୀରାଧାଙ୍କ ଅଙ୍ଗ।
विविध वाद्यनाद छळे पूजा करिब भक्ति भोळे दुर्वाक्षत वा श्रीफल सुबास बिड़िया तांबूल कुंकुम विलेपन करी भक्ति भाव हृदय धरी सेदिन करी उपवास अन्याय न करिब लेश भक्ति भावे जे समस्त अर्पिब राधा पाद गत एमन्ते करिले पालन राधिका हेबे सुप्रसन्न आवर कृष्णंकर साथे पूजिब ताहांकु समस्ते नहिले फल न पाइब कार्य से असंपूर्ण हेब राधा कृष्ण जेबे निजन केभे नुहंती भिन्न भिन्न जेउठी कृष्ण राधा तहीं ताहांको भिन्न भिन्न नाही कृष्ण तांकरी प्राणपति प्रेम भक्ति रे बंधा थांती परम भक्त भाव भोळे राधा अष्टमी व्रत कले बहुत सुफल पाइब अन्ते जे वैकुंठे बसिब हे भाई भग्नी माने सुण श्री राधा कृष्णंक पादेण भक्ति कर प्रमिते संसार पार हेबा अर्थे जगत जननी को ध्याई ए राधाष्टमी लेखिलई सुजन जनक पयरे मो मन रहो निरंतरे ए गीत होइला संपूर्ण राधा कृष्ण को भज जन कहि क्षेत्रवासी छार श्री राधा गोविंद उद्धार इति श्री हरिवंशे श्री राधा जन्म कथने सदा जय संपूर्ण।